ଉତ୍କଳ ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ଟ୍ରମ୍ପଙ୍କ ପ୍ରଥମ ବିଦେଶ ଗସ୍ତ, ସାଉଦି ଆରବକୁ ପ୍ରାଥମିକତା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ମାସର ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ପଶ୍ଚିମ ମିତ୍ରଦେଶ ବଦଳରେ ସାଉଦି ଆରବକୁ ବାଛିଛନ୍ତି। ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ମଧ୍ୟରେ ସାଉଦି ଆରବର ପ୍ରଥମ ଗସ୍ତ ସ୍ଥଳ ଭାବେ ଚୟନ କରିବା ଘଟଣା। ହ୍ୱାଇଟ୍ ହାଉସ୍ ସୂତ୍ର ଅନୁଯାୟୀ ଏହି ଗସ୍ତର ମଧ୍ୟସ୍ଥ ପ୍ରାଚ୍ୟ ଶାନ୍ତି ଉପସାଗରୀୟ ଦେଶ ସହ ସମ୍ପର୍କ ବୃଦ୍ଧି ଏବଂ ବିଦେଶ ବିନିମୟ ଆଲୋଚନା ହେବ। ଟ୍ରମ୍ପ ଏହାଦ୍ୱାରା ଇସଲାମିକ ଦେଶଙ୍କ ସହ ଆମେରିକାର ସମ୍ପର୍କକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ ଏକ କୂଟନୈତିକ ଚାଲ ବୋଲି ମତ ଦେଇଛନ୍ତି, ଯାହା ମଧ୍ୟମ ପ୍ରାଚ୍ୟରେ ଆମେରିକା ପ୍ରଭାବ ବଜାୟ ରଖିବା ସହ ୟୁକ୍ରେନ୍ ସଂକଟ ବେଳେ ତେଲ ବଜାରକୁ ସ୍ଥିର ରଖିବାକୁ ପ୍ରୟାସ। ଇମ୍ରାନ୍ ଖାନ୍ଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପାକିସ୍ତାନ ୱାଲ୍-ଏ-ନକ୍ସ (PWA) ଏବଂ ନରେଶ-ୱାଲିଜିତ୍ ରାଜନୈତିକ ଦଳ ପାର୍ଟିର ସ୍ପେଶନ ଯୁକ୍ତ ଭାବେ ତାଙ୍କୁ ମନୋନୀତ କରିଛନ୍ତି। ମାନବାଧିକାର ଓ ଗଣତନ୍ତ୍ର ପାଇଁ ତାଙ୍କ ପ୍ରୟାସର ଅଧ୍ୟୟ କରି ଏକ ମନୋନୟନ କରାଯାଇଛି। ବର୍ତ୍ତମାନ ଜେଲରେ ଅଛନ୍ତି ଇମ୍ରାନ୍ ଖାନ୍। ପ୍ରାକ୍ଟିସ୍ ମେକ୍ସ ସ୍ପେକ୍ଟନ ଏକ ବିବୃତ୍ତିରେ କହିଛନ୍ତି, ପାକିସ୍ତାନର ଗଣତନ୍ତ୍ର ଏବଂ ମାନବାଧିକାର ପାଇଁ ତାଙ୍କ ଅବଦାନ ଉପଲକ୍ଷେ ଗତ ବର୍ଷ ଡିସେମ୍ବର PWA ପ୍ରତିଷ୍ଠିତ ହୋଇଥିଲା। 2025 ଏପ୍ରିଲ 1ରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ନୂତନ ଆୟକର ସ୍ଲାବ ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଟିକସ ମୁକ୍ତ ହେବ, ଯାହାର ମଧ୍ୟବର୍ତ୍ତୀ ଶ୍ରେଣୀଙ୍କୁ ଲାଭ ହେବ। UPS ନିୟମରେ ପରିବର୍ତ୍ତନ ଆସିଛି। ନିଃଶୁଳ୍କ ନମ୍ବର କାରବାର ବନ୍ଦ ହେବ। କ୍ରେଡିଟ୍ କାର୍ଡ ଧାରକଙ୍କ ପାଇଁ ରିୱାର୍ଡ ପଏଣ୍ଟ ସ୍ଫଟିକର ସୁରକ୍ଷା ବ୍ୟବସ୍ଥାର ସୁଧାର ଆସିଛି। ଏକୀକୃତ ପେନ୍ସନ ଯୋଜନା UPS ଅନୁଯାୟୀ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଆନ୍ତିକ 12 ମାସରେ ହାରାହାରି ଦରମା 50% ପେନ୍ସନ ମିଳିବ। GST ପୋର୍ଟାଲରେ ମାମଲା ଫ୍ରଣ୍ଟ ଅଣ୍ଠପେନ୍ସନ ବାଧ୍ୟତାମୂଳକ ହେବ ସହ ବ୍ୟାଙ୍କଗୁଡ଼ିକ ସର୍ବନିମ୍ନ ବାଲାନ୍ସ ନିୟମ ସଂଶୋଧନ କରିବ। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ନାଗରିକଙ୍କ ଆର୍ଥିକ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ କରିବ। ପ୍ରଥମ ହାଇଡ୍ରୋଜେନ ଟ୍ରେନ ପରୀକ୍ଷଣ ଆରମ୍ଭ କଲା ଭାରତ। ପ୍ରଥମ ହାଇଡ୍ରୋଜେନ ଟ୍ରେନ ଚାଳନା ଟ୍ରେନ ହରିୟାଣାରେ 89 କିଲୋମିଟର ଦୀର୍ଘ ଜିନ୍ଦ ସୋନିପଥ ରୁଟ୍ରେ ସୋମବାର ଏହା ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇ ଇଷ୍ଟିଗ୍ଲାଲ କୋଚ୍ ଫ୍ରଣ୍ଟ ଦ୍ୱାରା ନିର୍ମିତ ଏହି ଇକୋ-ଫ୍ରେଣ୍ଡଲି ଟ୍ରେନ୍ ସ୍ଥାନୀୟ ପରିବର୍ତ୍ତନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ପହଞ୍ଚିବାର ସକ୍ଷମ ଏହି ଟ୍ରେନ୍ ଗୋଟିଏ 5ଟି କୋଚ୍ ଏବଂ ହାଇଡ୍ରୋଜେନ ଟ୍ରେନ୍ ପାଇଁ ସମ୍ପୂର୍ଣ୍ଣ 2ଟି ଅତିରିକ୍ତ କୋଚ୍ ରହିଛି। ହାଇଡ୍ରୋଜେନ ଟ୍ରେନ୍ 1200 ସ୍ପିଡ୍ ଇଞ୍ଜିନ୍ ରହିଛି ଏବଂ ଏଥିରେ ଗୋଟିଏ ଥରରେ 2638 ଜଣ ଯାତ୍ରୀ ଯାତ୍ରା କରିପାରିବେ। କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ ଯୋଜନା UPS ପରିବର୍ତ୍ତନ କରିଛନ୍ତି, ଯାହା 1 ଏପ୍ରିଲ 2024ରୁ ପ୍ରଭାବରେ ଆସିଛି ଏବଂ ଏହି ଯୋଜନା ରାଷ୍ଟ୍ରୀୟ ପେନ୍ସନ ପ୍ରକଳ୍ପ NPS ଅଧୀନରେ ଏକ ବିକଳ୍ପ ଭାବେ ଉପଲବ୍ଧ ହେବ। ପେନ୍ସନ ଫଣ୍ଡ ନିୟମିତ ଏକ ବିକାଶ ପ୍ରାଧିକରଣ ଏହାର କାର୍ଯ୍ୟକାରିତା ପାଇଁ ବିମୂଳତା ଜାରି କରିଛି। ଏହି ଯୋଜନା 3 ଶ୍ରେଣୀରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଆବଦ୍ଧ କରିବ। 1 ଏପ୍ରିଲ 2025 ସୁଦ୍ଧା NPS ଅଧୀନରେ ଥିବା କର୍ମଚାରୀ 1 ଏପ୍ରିଲ 2025 ପରେ ନିଯୁକ୍ତି ହେଉଥିବା ନୂତନ କର୍ମଚାରୀ ଏହି ମାସର 31 ତାରିଖ ସୁଦ୍ଧା NPS ଅଧୀନରେ ଅବସର
ନେଇଥିବା କର୍ମଚାରୀ। 3 ମାସ ଯାଏଁ ଆକାଶରୁ ବର୍ଷିବ ନିଆଁ। ଭାରତୀୟ ପାଣିପାଗ ବିଭାଗ IMD ଅନୁଯାୟୀ ଏପ୍ରିଲ ଜୁନ ମାସ ଯାଏଁ ଦେଶର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି କୁହାଯାଇଛି। ଉତ୍ତର ପୂର୍ବ ମଧ୍ୟ ଏକ ପଶ୍ଚିମ ଭାରତର ସମତଳ ଅଞ୍ଚଳଗୁଡ଼ିକରେ 2ରୁ 4 ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ରହିବା ସମ୍ଭାବନା ଅଛି। ରାଜସ୍ଥାନ, ଗୁଜରାଟ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟଗୁଡ଼ିକରେ ଅଧିକ ତାପମାତ୍ରା ପ୍ରସ୍ତୁତି କରିବା ଆବଶ୍ୟକ। IMD ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସର୍ବନିମ୍ନ ତାପମାତ୍ରା ଏ ସ୍ୱାଭାବିକଠାରୁ ଅଧିକ ରହିବ। ବିଦ୍ୟୁତ୍ ଚାଳନା 9.10%ରୁ ବୃଦ୍ଧି ପାଇବା ସହିତ ନିଆଁ ଘଟଣାରେ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ସତର୍କତା ଜାରି କରାଯାଇଛି। ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ସୋମବାର ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଥିଲା, ଯାହାର ତାପମାତ୍ରା 42 ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର 40 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦ 39.9, ରାଉରକେଲା 38.6 ଏବଂ ଭୁବନେଶ୍ୱର ତାପମାତ୍ରା 36.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା 40 ଡିଗ୍ରୀ ରହିଥିବା ବେଳେ ଉତ୍ତର ଓଡ଼ିଶାରେ 40 ଡିଗ୍ରୀ ସେଲସିୟସ୍ ପାଖାପାଖି ରହୁଛି। ଖରା ପ୍ରକୋପ ଏତେ ବଢ଼ିଛି ଲାଗୁଛି ଯେ ଲୋକ 10 ଘଣ୍ଟା ପରେ ବାହାରକୁ ବାହାରିବା ରାଜି ହେଉନାହାନ୍ତି। 15ରୁ 20 ଦିନ ଭିତରେ ଆସିବ ନୂଆ ଅବକାରୀ ନୀତି, ସୂଚନା ଦେଲେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଲାଗୁ ହେବ ନୂଆ ଅବକାରୀ ନୀତି। ଆଜିଠୁ 5 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା। ଆଜିଠୁ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛନ୍ତି। ଫଳତଃ ଲୋକମାନଙ୍କୁ ତାତି ସମସ୍ୟା ଆଶ୍ୱସ୍ତି ମିଳିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ସୋମବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଧୂଳିଝଡ଼ ହେବାର ମିଳିଥିବା ବେଳେ ପ୍ରତି ଘଣ୍ଟା 50ରୁ 60 କିଲୋମିଟର ପବନ ବହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଓ ବାଲିଯାତ୍ରା। ଆଜି ଉତ୍କଳ ଦିବସରେ ରାଜ୍ୟକୁ ମିଳିବ ବଡ଼ ଉପହାର। ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହୋଇଛି। ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୋମବାର ସାମାଜିକ ଗଣମାଧ୍ୟମରେ ଏକ୍ସପ୍ରେସରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଂସ୍କୃତିକ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ସର୍ବୋଚ୍ଚ ସାଂସ୍କୃତିକ ସ୍ଥାନ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାମିଲ କରାଯାଇଛି। ପୂର୍ବ ସାଂସ୍କୃତିକ ମନ୍ତ୍ରଣାଳୟରେ ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ ତରଫରୁ ଏକ ପ୍ରସ୍ତାବ ପଠାଯାଇଥିଲା। ଅତୁଲ୍ୟ ସଂସ୍କୃତି ଐତିହାସିକ ତାଲିକା ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହେଲା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାଲିଯାତ୍ରା ମହତ୍ତ୍ୱ ବଢ଼ିବ, ଏହା ନିଷ୍ପନ୍ଦନ କୁହାଯାଇଛି। ଉଭୟ ରଥଯାତ୍ରା ଓ ବାଲିଯାତ୍ରାକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇ ଦେବେ।